ଆରେ ଆରେ ଏ କଣ ଦେବୀ ହୋଇ ମଧ୍ୟ ମାଛ ଖାଉଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ବାଘଟିଆ ଗ୍ରାମରେ ଅବସ୍ଥିତ ମା ଗଜବାୟାଣୀଙ୍କ ପୀଠ। ପୁରାଣ ଓ ସ୍ଥାନୀୟ ଲୋକ କଥା ଅନୁଯାୟୀ ପ୍ରାଚୀନ ସମୟରେ ଏହି ଅଞ୍ଚଳ ଘନ ଜଙ୍ଗଲରେ ଆବୃତ ଥିଲା। ଏହି ଜଙ୍ଗଲରେ ବସବାସ କରୁଥିବା ଜନଜାତି ମା ଗଜବାୟାଣୀଙ୍କୁ ସେମାନେ ନିଜର ରକ୍ଷା ଦେବୀ ଭାବେ ମାନୁଥିଲେ ଏବଂ ମାଙ୍କୁ ଭକ୍ତିରେ ମାଛ ଭୋଗ ପ୍ରଦାନ କରୁଥିଲେ। ନିଷ୍ଠା ଓ ଭକ୍ତିରେ ପ୍ରସନ୍ନ ହେଇ ମା ସେହି ମାଛ ଭୋଗକୁ ଗ୍ରହଣ ମଧ୍ୟ କରୁଥିଲେ। ସମୟକ୍ରମେ ସେହି ସ୍ଥାନରେ ଜନଜାତି ନ ରହିବାରୁ ମାଙ୍କର ପୂଜା ଅର୍ଚ୍ଚନା ବନ୍ଦ ହେଇଗଲା ଏବଂ ମା ପୂଜା ପାଉଥିବା ସ୍ଥାନରେ ଏକ ଉଇହୁଙ୍କା ଗଢି ଉଠିଲା। ବହୁ ବର୍ଷ ପରେ ସେହି ଜଙ୍ଗଲ ପାଖ ଗ୍ରାମରେ ଜଣେ ମହିଳା ଚୁଲି ତିଆରି ପାଇଁ ମାଟି ଆଣିବାକୁ ଜଙ୍ଗଲକୁ ଯାଉଥିବା ବେଳେ ତାଙ୍କ ନଜର ସେହି ଉଇହୁଙ୍କା ଉପରେ ପଡିଲା। ଉଇହୁଙ୍କାର ମାଟି ଚୁଲି ପାଇଁ ଉପଯୁକ୍ତ ଭାବି ମହିଳା ଜଣକ ଉଇହୁଙ୍କାକୁ ଭାଙ୍ଗିବାକୁ ଲାଗିଲେ। ଏହି ସମୟରେ ମା ଗଜବାୟାଣୀ ସ୍ୱୟଂ ପ୍ରକଟ ହୋଇ ମହିଳାଙ୍କୁ ନିଜର ପରିଚୟ ଦେଇଥିଲେ ଏବଂ ଗ୍ରାମବାସୀଙ୍କ ମଙ୍ଗଳ ପାଇଁ ତାଙ୍କ ପୂଜା ଅର୍ଚ୍ଚନା କରିବା ସହ ମାଙ୍କର ମାଛ ଭୋଗ ଅତି ପ୍ରିୟ ବୋଲି ଜଣାଇଥିଲେ। ସେହି ଦିନଠାରୁ ଭକ୍ତମାନେ ମାନସିକ ପୂରଣ ପାଇଁ ମା ଗଜବାୟାଣୀଙ୍କୁ ମାଛ ଭୋଗ ପ୍ରଦାନ କରନ୍ତି।